ମନ୍ଥରାର କବ୍ଜାରେ କୈକେୟୀ। ଅଯୋଧ୍ୟା କାଣ୍ଡ ରାମାୟଣର ଏକ ପ୍ରମୁଖ କାଣ୍ଡ। ଏହି କାଣ୍ଡରେ କୌଣସି ଯୁଦ୍ଧ କଥାର ବର୍ଣ୍ଣନା ନାହିଁ। ନ ଯୁଧ୍ୟା ଅଯୋଧ୍ୟା ବୋଲି କୁହାଯାଏ। ଉକ୍ତ କାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ଗାଥା ବର୍ଣ୍ଣନା କରାଯାଇଛି। ତେଣୁ ଅଯୋଧ୍ୟା କାଣ୍ଡ ପାଠ କଲେ ମନରେ ଅପୂର୍ବ ଭକ୍ତି ଜାଗ୍ରତ ହୁଏ। ରାମ ଏବଂ ସୀତା ଅଯୋଧ୍ୟାରେ ଦୀର୍ଘ 12 ବର୍ଷ କାଳ ସୁଖରେ ଅତିବାହିତ କଲେ। କିନ୍ତୁ ମନୁଷ୍ୟ ରୂପୀ ଭଗବାନ ଶ୍ରୀରାମ ଏବଂ ତାଙ୍କର ସହଗାମିନୀ ଜାନକୀ ମହାରାଣୀଙ୍କୁ ବର୍ତ୍ତମାନ ପାର୍ଥିବ ଜୀବନରେ କଷ୍ଟ, ଦୁଃଖ ଏବଂ ସଂଘର୍ଷ ଅନୁଭବ କରିବା ସହିତ ସାଂସାରିକ ଜୀବନ ଜଞ୍ଜାଳକୁ ସ୍ୱଚକ୍ଷୁରେ ପ୍ରତ୍ୟୟ କରିବାକୁ ପଡ଼ିବ। ସ୍ୱୟଂ ଭଗବାନ କହିଛନ୍ତି, ମୁଁ ଯେଉଁ ଅବତାର ଗ୍ରହଣ କରେ ନା କାହିଁକି ମୋର ଲୀଳା ସେହି ଅବତାର ରୂପର ଉପଯୁକ୍ତ ହେବ ଏବଂ ଅନୁଭବ ପ୍ରକାଶ କରିବ। କିଏ ସେହି ଅଯୋଧ୍ୟାର ରାଜପୁତ୍ର ଯେ ନିଜର ଶରୀର, ଜୀବନ ଓ ଅନୁଭୂତି ଦ୍ୱାରା ମାନବ ଜାତ ଲଭ୍ୟ ସମସ୍ତ ଦୁଃଖ କଷ୍ଟ ସହ୍ୟ କରି ଦେବତାମାନଙ୍କୁ ରକ୍ଷା କରିଥିଲେ। ସେ ସେହି ସନାତନ ସର୍ବବ୍ୟାପକ ପୁରୁଷ ଯେ ସଂସାର ଅନ୍ତର୍ଦେଶକୁ ତଥା ବହିର୍ଦେଶର ସୃଷ୍ଟିକୁ ନିୟନ୍ତ୍ରଣ କରୁଛନ୍ତି। ବାସ୍ତବରେ ମାନବକୁ ମାନବତାର ଶିକ୍ଷା ଦେବା ପାଇଁ ଶ୍ରୀରାମଙ୍କ ଧରାଧାମରେ ଅବତାର। ସଫଳତା ପାଇଁ କିଛି ଜରୁରୀ କଥା। ଖାଲି ଅଖା କେବେ ବି ସିଧା ଠିଆ ହୋଇପାରେ ନାହିଁ। ବିଫଳତାରୁ ଶିଖନ୍ତୁ, ମାତ୍ର ଏଥିରେ ବ୍ୟାକୁଳ ହୁଅନ୍ତୁ ନାହିଁ। ଏକ ଖୋଲା ବଟୁଆ ଅପେକ୍ଷା ଏକ ଖୋଲା ମସ୍ତିଷ୍କ ଅଧିକା ଧନ ଦୌଲତ ଏକତ୍ର କରିପାରେ। ଜଣେ ସମଜଦାର ବ୍ୟକ୍ତି ସେତେବେଳେ କୁହେ ଯେତେବେଳେ ଅନ୍ୟମାନେ ନିଜର କଥା ପୂର୍ଣ୍ଣ କରିସାରନ୍ତି। ଯଦି ଆପଣ ଥରକରେ ସଫଳ ନ ହୁଅନ୍ତି, ଆଉ ଥରେ ପ୍ରୟାସ କରନ୍ତୁ, ତାପରେ ଆହୁରି ଚେଷ୍ଟା କରନ୍ତୁ। କେହି ଜନ୍ମରୁ ବୁଦ୍ଧିମାନ ହୋଇନଥାଏ, ମାତ୍ର ଶିଖିଲେ ବୁଦ୍ଧିମାନ ହୋଇଯାଏ। ଛୋଟ ଛୋଟ ନଗଣ୍ୟ କଥାରେ ବଡ଼ ଏବଂ ପ୍ରଭାବଶାଳୀ ନିଷ୍କର୍ଷ ବାହାର କରିବା ଜୀବନର କଳା ଅଟେ। କେବଳ ମେସିନାରୀ ପୁରୁଣା ହୋଇଯାଏ ନାହିଁ, ଜୀବନକୁ ବି ପୁରୁଣା ହେବାରୁ ରକ୍ଷା କରିବା ଉଚିତ। ଯଦି ଆପଣ ଆପଣଙ୍କ ମସ୍ତିଷ୍କକୁ ଏହି 3 କଥା କାମ କରିବା, ଲାଭ କରିବା ଏବଂ ଶିଖିବା ପାଇଁ ପ୍ରସ୍ତୁତ କରିନିଅନ୍ତି, ତେବେ ଆପଣ ଏହି ଦୁନିଆରେ ଉନ୍ନତି କରିପାରିବେ। ସଠିକ କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ସଠିକ ଦେଖିବାକୁ ହେବ, ସଠିକ ଅନୁଭବ କରିବାକୁ ହେବ। ଜୟ ଶ୍ରୀ ଜଗନ୍ନାଥ।